କୁଆ ଗଲ ଏ ଟିକେ ଆସିଲ ମୋର ଅଫିସ ଲେଟ୍ ହେଇଗଲାଣି ତମେ ବାହାରୁ କଣ ମଗେଇକି ଖାଇ ନବ ଆରେ ପଇସା ତ କମ ଅଛି ପଇସା କୁଆ ଗଲା ହେଇ ଶୁଣୁଛ ଏ ଟିକେ ଶୀଘ୍ର ଆସିଲ ଆରେ ହଁ ହଁ ଆରେ ମତେ ଡାକିଲେ ମତେ ତମେ ମୋ ପର୍ସରୁ ପଇସା ନେଇଥିଲ ଆରେ ହଁ ହଁ ଆରେ ତମକୁ ଜଣେଇବାକୁ ମୁଁ ଭୁଲି ଯାଇଥିଲି ତମ ପର୍ସୁ ନା ମୁଁ ପଇସା ନେଇଥିଲି କାହିଁକି ନା ତମର ଯୋଉ ପ୍ରମୋସନ ହେଇଛି ଆଉ ସେଇ ଖୁସିରେ ମିଠା ଆଣିବା ପାଇଁ ତମ ପର୍ସୁ ମୁଁ ପଇସା ନେଇଥିଲି ଆରେ ମୁଁ ମିଠା ଆଣିବାକୁ ଭୁଲି ଯାଇଛି ରୁହ ତମେ ଏଇଠି ମୁଁ ସାଙ୍ଗେ ସାଙ୍ଗେ ଏଇନା ମୁଁ ମିଠା ଦେଇକି ପଳେଇ ଆସୁଛି ତମେ ରୁହ ସାଙ୍ଗେ 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 ରୁହ। ବାଃ ରାତି ଦିନ କଷ୍ଟ କରିବି ମୁଁ ତମେ ପୁଣି ମିଠା ଖୁଆଇବ ପୁଣି ମୋ ପଇସାରେ ମୋର କେମିତି ସାହସ ହେଲା ମୋ ପଇସାରେ ହାତ ଲଗେଇବାକୁ ଆରେ ଗୀତା ତମର ଆମର କଣ ଆରେ ସବୁ ଯାହା ସବୁ ଅଛି ସବୁ ଆମର ନା ବିଲକୁଲ ବି ନୁହଁ ଶୁଣୁନ ମୋର ଇଞ୍ଜିନିୟର ହେବା ସ୍ୱପ୍ନ ଅଧାରୁ ରହିଯିବ ଆରେ କଣ ପାଇଁ ଆରେ କଣ ହେଲା କି ଆରେ ଏମିତିଆ କଥା ତମେ ଆଜି କହୁଛ ଯେ ଯୋଉ କଲେଜରେ ମୋର ଆଡମିସନ ହବ ଜାଣିଛ ସେ କଲେଜରେ ଫିସ୍ କେତେ ନଉଛନ୍ତି 8 ଲକ୍ଷ ଟଙ୍କା ଆରେ 8 ଲକ୍ଷ ଟଙ୍କା ଆରେ ଏଇଥିପାଇଁ ତମେ ଏତେ ଟେନସନ ହେଇଯାଉଛ ଆରେ ତମେ ନା ଜମାରୁ ଟେନସନ ହବା ଦରକାର ନାହିଁ ଆରେ ମୁଁ ଅଛି ନା ତମ ସାଥିରେ ତମେ କାହିଁ ଏତେ ଟେନସନ ନଉଛ ଆରେ ତମ ପାଠ ପଢା ପାଇଁ ମୋ ଯୋଉ ଦୋକାନଟା ଅଛି ନା ସେ ଦୋକାନଟାକୁ ବିକିଦବା ବାସ୍ ଯୋଉ ପଇସା ମିଳିବ ସେଇ ପଇସାରେ ତମର ଆଡମିସନ କରିଦବା ଆଉ ସେଥିପାଇଁ ତମେ ଏତେ ଚିନ୍ତା କରୁଛ କଣ ପାଇଁ କହିଲ ଆରେ ମୁଁ ଥିଲେ ଦେଖେ ନା ତମେ ଜମାରୁ ଟେନସନ ନିଅନି ମୁଁ ଅଛି ମାନେ ତମ ପାଠ ପଢାରେ କେବେ ବି ଡୋରି ବନ୍ଧା ହବନି ତମେ ମୋ ପାଇଁ ତମ ଦୋକାନଟା ବିକ୍ରି କରିଦବ କଣ ହେଇଗଲା ସେଠୁ ଆରେ ଯାହା ସବୁ ଅଛି ଆମ ଦୁଇ ଜଣଙ୍କର ନା ଯଦି ତମ ଅସୁବିଧା ବେଳେ ମୁଁ ଛିଡା ହେବିନି ତାହେଲେ ଆଉ କିଏ ଛିଡା ହବ କହିଲ ଆଉ ତମେ ଯେତେବେଳେ ଇଞ୍ଜିନିୟର ବନିଯିବ ତମର ଚାକିରି ଲାଗିଯିବ ବାସ୍ ଆଉ ଥରେ ଆଉ ଗୋଟେ ନୂଆ ଦୋକାନ ଷ୍ଟାର୍ଟ କରିଦବା ହବ ନା ହବନି କହିଲ ଆଜି ତମର ପଇସା ଦରକାର ଅଛି ବାସ୍ ଦୋକାନଟାକୁ ବିକି ଦେଇକି ତମର ଆଡମିସନ କରିଦବା ଚାକିରି ଯେତେବେଳେ ହେଇଯିବ ବାସ୍ ଆଉ ଥରେ ଦୋକାନ ଷ୍ଟାର୍ଟ କରିଦବା ଜଣା ଅଛି ଗୋଟେ ଗୋଟେ ପଇସା କମେଇବାକୁ ଦିନ ରାତି କେତେ ପରିଶ୍ରମ କରିବାକୁ ପଡେ ଆରେ ତମର ତ ଅଭ୍ୟାସ ହେଇଗଲାଣି ମାଗଣାରେ ଖାଇବାର